ଆଜିଠୁ ଆରମ୍ଭ ଆଲୋଚନା କରିବା ଆସିଗଲା 52 ଅଙ୍କ। ବେଳ ହୁଁ ସାବଧାନ। କେତେ ଅଙ୍କ? ବେଳ ହୁଅ ସାବଧାନ। ଆଉ ଗୋଟେ ଢେଗ କହନ୍ତି ଓଡିଆ, ଶୁଦ୍ଧ ଓଡିଆରେ, ଖରାପ କି ଭାବିବନି। ଅଜାମ୍ବିଳ ପରି ବ୍ୟକ୍ତି ବିଶେଷ ବି ବର୍ତ୍ତମାନ ନାହାନ୍ତି, ତାଠୁ ଭୟଙ୍କର ଅଛି। ସେ ସିନା ପୁଅ ନାଁକୁ ଜପି କରିଗଲା ଧରିକି, ଇଏ ତାଠୁ ଭୟଙ୍କର ପୁଅ ନାଁ ଆସିବ। ତମେ ଦେଖୁନ ଯେତେ ବୁଢା ଲୋକ, ଯେତେ ବୟସ୍କ ଲୋକଟାକୁ କେତେ ଲୋଭ, କେତେବେଳେ ଠାକୁର ଲାଗୁଛି। ବର୍ତ୍ତମାନ ସମୟରେ ଅଛନ୍ତି କାଁ ବା ଗାଁ ଗହଳିରେ କୋଉଠି ଗୋଟିଏ ଗୋଟିଏ ଅଛନ୍ତି, ମେଜରିଟି ବ୍ୟକ୍ତି ବିଶେଷ। ଯେତେ ବୁଢା ସେତେ ଲୋଭ, ହଁ କି ନାହିଁ? ପେଚା ରୂପ ବର୍ତ୍ତମାନେ ପେଚା ଘୁମେଇ ନାହିଁ ନା, ସବୁବେଳେ ଦିନରେ କଣ ଘୁମାଏ। ମଣିଷ କଣ ତ ଯେତେ ବୁଢା ହବ ସେ ଘୁମଉଥିବ ପିଣ୍ଡାରେ ବସିକି, କିନ୍ତୁ ତାର ସେତେ ଲୋଭ। ଏ ମୋ ବାଡଟା ଅମକ ହେଇଗଲା ରେ, ଏ ବିଲ ଅମକ ହେଲା ରେ, ସେ ବିଲ ଚାଷ ହେଲା ନାଇଁ ରେ, ଏଇଆ ନୁହଁ। ବ୍ରହ୍ମା ଯେତେବେଳେ ଆୟୁଷ ବାଣ୍ଟିଲେ, ଶେଷ ପେଚା ଆୟୁଷଟାକୁ ଦେଇଥିଲେ ମଣିଷକୁ। ଶେଷ ବୁଦ୍ଧି ବିବେକ ଜ୍ଞାନ ବଳେ କିବା ଆଶ୍ଚର୍ଯ୍ୟ ମଣିଷ। ମନୁଷ୍ୟ ଚାହିଁଲେ ତା ବୁଦ୍ଧି ବିବେକ ଜ୍ଞାନ ବଳରେ ସବୁ କଣ କରିବ, କାଟି ଦେଇପାରେ। କିନ୍ତୁ ମଣିଷ ଚାହିଁଲେ ସେମିତି ଭୋଗୀ ପେଚା ରୂପ ହେଇକି ଯାଇପାରେ, ଘୁମେଇ ଘୁମେଇକା। ବୁଝିପାରୁଛ ନା ବୁଝିପାରୁଛ? ଛାଡ଼ନ୍ତୁ, ଆଜି ଆଲୋଚନା କଣ? 52 ଘାଟି ସାବଧାନ। ଆମର ଗୋଟେ କହନ୍ତି ଗାଁ ଗହଳିରେ 12 ବର୍ଷ, 22 ବର୍ଷ, 32 ବର୍ଷ, 42 ବର୍ଷ, 52 ବର୍ଷ, 72 ବର୍ଷ, ଏଟାକୁ ଗୋଟେ ମାର୍କ ସମୟ ବୋଲିକି ଘାଟି ଗୋଟେ ଗୋଟେ ବୋଲି କହନ୍ତି ନା ଗାଁ ଗହଳିରେ। ନା ଜ୍ୟୋତିଷ ଶାସ୍ତ୍ର ଉପରେ କହୁନି, ତମେ କହିବ କାହିଁ ଜ୍ୟୋତିଷ ଶାସ୍ତ୍ର ଉପରେ କାହିଁ କହିଲେ, ସେ କଥା କହୁନି। ଆମ ଗାଁ ଗହଳିରେ ଆମେ ଶୁଣିଛେ, ଆମ ଜେଜେମା କି ଜେଜେ ଇଏ ସବୁ କହନ୍ତି, ଏ 12 ବର୍ଷ ଚାଲିଛି ଛୁଆଟା ଟିକେ ଜଗିଥିବ, ଇଏ 22 ବର୍ଷ ଚାଲିଛି ଟିକେ ଜଗିଥିବ, ଏ 52 ବର୍ଷ ଚାଲିଛି ଟିକେ ଜଗିଥିବ। ଯେମିତି ସେମିତି 52 ଅଙ୍କଟା ହଉଛି ଘଡ଼ିସନ୍ଧି ମୁହୂର୍ତ୍ତ। କାହା 52 ଅଙ୍କ? ସେ ଅଚ୍ୟୁତଙ୍କର ହଉ, କହିଛି ଯିଏ ଅଚ୍ୟୁତ ସିଏ ଅନନ୍ତ ମାଧବ କହିନି ନା। ତାଙ୍କ ଅଙ୍କ ହଉ କି ସେ ଅନନ୍ତ ମାଧବଙ୍କ ଅଙ୍କ ହଉ, କିନ୍ତୁ 52 ଅଙ୍କ। ଅନନ୍ତ ମାଧବ ଯିଏ, ଅଚ୍ୟୁତାନନ୍ଦ ମହାପ୍ରଭୁ କହୁଛନ୍ତି ସିଏ। ଏଇ 52 ଅଙ୍କରେ ଅନେକ ବିପଦ ଆଲୋଚନା କରିଥିଲେ। ବହୁତ 47 ଅଙ୍କ ନା, 49 ଅଙ୍କ, 23 ଅଙ୍କ। 23 ଅଙ୍କରେ ହେଇଥିଲା କଣ? 3 ଶବ୍ଦ ହବ, ହେଇଥିଲା ଭଦ୍ରକ ବାଲେଶ୍ୱର ନା। 47 ଅଙ୍କରେ ଆଇଲା କିଏ? ସେ କୋରୋନା ଆଲୋଚନା ହେଇଥିଲା। 49 ଅଙ୍କରେ ଯୁଦ୍ଧ ଆରମ୍ଭ, ୟୁକ୍ରେନ ରୁଷିଆ ଶୁରୁ ହେଲା। ତେଣୁ ମହାପୁରୁଷ ଲେଖିଛନ୍ତି ଠିକ, ତାକୁ ଧରିବାଟା ହଉଛି ଆମ ପାଇଁ ବହୁତ କଷ୍ଟ। ତେଣୁ 52 ଅଙ୍କ ହଉଛି ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ। ଏଇଠୁ ଖେଳଟା କଣ ହବ? ଶୁରୁ ହବ। ଆଗରୁ ସବୁ ଆଇମା ଗପ ଆମେ ଶୁଣିଥିଲେ, ଏବେ ଦେଖିବା ସମୟ ଆସୁଛି। ଅନେକ ଘଟଣା ଘଟିଲାଣି, ଆମେ ସମସ୍ତେ ଜାଣୁଛେ। ଏଇ ସବୁ କଣ ହଉଛି? ପାଶୋରି ଶିବକଳ୍ପ ଶାସ୍ତ୍ରକୁ ଯାଉଛି। ଦେଖିଛନ୍ତି ପ୍ରଣବକୁ ସ୍ଥାପି ଗାୟତ୍ରୀକୁ ଲେଖି ଓଲଟ ପାଲଟ କର, ଏହି ଅଙ୍କ ଠାରୁ ଏହି ଅଙ୍କ ଯାଏ ଗୋଳ ହୋଇବ ପାର। ପ୍ରଣବକୁ 10କୁ ନଉନି, 10 ପ୍ରଣବ କୋଉଠି ଯୋଗ କରାଯାଏ ତା ବିଷୟ ଆଲୋଚନା କଲା ବେଳକୁ ସିଏ 2ଟା ଏପିସୋଡ ହେଇଯିବ।
प्रणव है 1, गायत्री बोले 24, ये 64 गायत्री कथा कही ना, ब्रह्म गायत्री कथा कही ना, 72 कथा कही ना। मुख्यतः आम कर्मकांड हूँ 24 गायत्री आम पाठ करूँ। 24 1 25 ओलट पालट कर 25 नोटे के 52, यही अंक ठारू यही अंक जाए गोल हो पार। गोल गोल मान कौन? द्वितीय मान संसार उशृंखला है। बर्तमान उशृंखला है किए कथा मान अच्छी बाप कथा पुओ मानुची कि छोट छोट छुआ गुराक गुरुजन को सम्मान दौरान कि स्त्री आ स्वामी कथा मानुची कि शिष्य स्कूल चापशाड़ी आम स्कूल को जाऊे जो छुआ पढ़ुं से आ गुरु को कथा मानुंट कि गोल हो जाए गोल हो पार मैं भयहीनता कौटू महापुरुषंकर 25 अंक रु 52 अंक 52 अंकटा हूँ कौन शेष 52 अंक मन रखिता ओडिशा रे गोटा कौन भयंकरिया गोल आ गोल भी आरंभ हो गला देख धर्म धर्म पर बर्तमान गोल चलनी आम ना सनातन धर्मटा आमर सी आम सहिबा शक्ति आम रही बर्तमान फरेन कंट्री देख धर्म धर्म भितर गोल आरंभ हो गोल बोलते कली एठी महापुरुष एक कथा कहले केते 25 अंक रु 52 अंक कोथे शिवकल्प शास्त्र पुणी कहते 26 अंक ओडिशा पक्षरे लगे महासमर तेणु 26 अंक 52 अंकटा 26 अंक से समय ओडिशा रे बोधे धर्म नहीं गोटे बोधे गंडगोल सृष्टि हो जाए बुझ पुनश्च तुम देख 52 अंक मीन राशि की शनि संचार होती शनिवार शिवकल्प शास्त्र कहला कृतिका रोहिणी बासरे मीन शनि जिते बेले नथिब कार जाति कूल भुंजे गोटे पत्र रोहिणी कृतिका रोहिणी बासरे माने शनिवार हिसाब टा मुझे शनिवार मीन शनि जिते बेले हम महापुरुष कहते शनिवार दिन मीन राशि शनि जिते संसार करेंगे नथिब कार जाति कूल भुंजे गोटे पत्र गोटे कौन गोटे हम से आम कह कथा भक्त हवा को चेष्टा कर ये कांटारिया भक्त किसी महत्व ना गोटे गीता भागवत पढ़ी पदारे बखाणा सेटा भक्तर लक्षण न से ज्ञानी गीता भागवत पढ़ी बुझेगा से पंडित लक्षण ठीक ना भूल भक्त हवा चेष्टा कर भक्त क्या मीरा भाई हवा चेष्टा कर सालवेग हवा चेष्टा कर बंधु महाती हवा चेष्टा कर आर्जर भक्ति कर ना मर्कट भक्ति कर आपर हरिहरी डाक दवा भर देखा फंपा माटिया 22 गोड़ तार किसी महत्व नहीं तेणु 52 अंक हूँ डेडलाइन बुझे
ସେଇଠୁ 58 ଅଙ୍କ ପର୍ଯ୍ୟନ୍ତ ମହାନ ମହାନ ବିପଦମାନ ମାଡ଼ି ଆସୁଛି। ଅଚ୍ୟୁତ ନିଜେ ରାମଦାସ କହନ୍ତି, ହେ ରାମ ମୁଁ କହୁଛି ବୋଲି ତୁ ଭାବେ ନା, ଏଇଟା ବିଧିର ବିଧାନ ଲେଖା ଅଛି। ସେଥିପାଇଁ 52 ଅଙ୍କ ଠାରୁ ବିପଦମାନ ମାଡ଼ି ଆଉଛି। ନିଶ୍ଚିନ୍ତ ସଂସାରରେ ସମଗ୍ର ପୃଥିବୀ ବକ୍ଷରେ 52 ଅଙ୍କ ଠାରୁ ମହାନ ମହାନ ବିପଦମାନ ଦେଖାଦେବ। ଆଉ ବେଶୀ ବିପଦ ରହିଛି 56 ଅଙ୍କ। ତାପରେ ମୁକୁନ୍ଦ ଦେବଙ୍କର 12 ଅଙ୍କରୁ 42 ଅଙ୍କ ପର୍ଯ୍ୟନ୍ତ ମଧ୍ୟ ମହାନ ମହାନ ବିପଦ ରହିଛି। ବୁଝିପାରିଲେ ନା ବୁଝିପାରିଲେ? ତେଣୁ ଯଦି ଡାକୁଛ ଡାକ, 2 ହାତ ଟେକି ଡାକ। ଦ୍ରୌପଦୀ ପରି ଗୋଟାଏ ହାତରେ ଲୁଗା ଧରି ଗୋଟାଏ ହାତରେ ପ୍ରଭୁଙ୍କୁ ଡାକିଲେ ପ୍ରଭୁ ଶୁଣିବେ ନାହିଁ। ସିଏ ସ୍ୱୟଂ ଜଗନ୍ନାଥ, ଜଗତର ନାଥ। ସିଏ ସାଧାରଣ ଦେବତା ନୁହନ୍ତି, ସିଏ ସ୍ୱୟଂ ପରମ ବ୍ରହ୍ମ, ନିର୍ଗୁଣ ନିରାକାର। ଆମର ଓଡ଼ିଆଙ୍କର ମୁଖ୍ୟ ଶାସ୍ତ୍ର କିଏ? ସେ ଭାଗବତ। ଜଗନ୍ନାଥ ସେଥିପାଇଁ ଲେଖିଲେ, ନମଇ ନୃସିଂହ ଚରଣ ଅନାଦି ପରମ କାରଣ, ଲୀଳା ବିଦ୍ରୁତେ କରେବର ଦେବ ମାନବେ ଅଗଚର। ସିଏ ହଉଛନ୍ତି ଫେରେ ଉଗ୍ର ନୃସିଂହ ସ୍ୱୟଂ ଜଗନ୍ନାଥ। ତାଙ୍କୁ ଯିଏ ଯେମିତି ବାହୁକୁ ବଛେ, ସିଏ ହଉଛନ୍ତି ପରମ ବ୍ରହ୍ମ। ସିଏ ନିଜେ କାଳୀ, ନିଜେ ଭୁବନେଶ୍ୱରୀ, ନିଜେ ମଧ୍ୟ କଣ ଭୈରବୀ, ନିଜେ ନାରାୟଣ, ନିଜେ ଦୁର୍ଗା, ନିଜେ ଶିବ। ତେଣୁ ସେ ବେଢା ଭିତରେ ସବୁ ଦେବତା ଅଛନ୍ତି ନା ନାଇଁ? ଆସ୍ଥାନ ଉପରେ ସବୁ ଦେବତା ଅଛନ୍ତି? ଆସ୍ଥାନରେ ନାହାନ୍ତି। ବଡ ଦେଉଳ କାହାର? ଜଗାର ହଉଛି ବଡ ଦେଉଳ। ଆଉ ଛୋଟ ଦେଉଳ 4 ଯାକ ନାଇଁ। ଜଗା କହୁଛି, ହେ ଭକ୍ତ ବୃନ୍ଦ, ତମେ ଯାହାକୁ ମୁଣ୍ଡିଆ ମାରିବ ସବୁ ମୁଣ୍ଡିଆ ମୁଁ ବଡ ଦେଉଳରେ ପାଇବି। ତେଣୁ ଗଛର ମୂଳକୁ ଧରିଥା, ଯଦି ଧରିବ ଦୃଢକି ଧର। ଗୋଳେଇକି ଧରିଲେ ପବନରେ ଉଡେଇ ନେଇଯିବ। ବୋଲ ଆନନ୍ଦେ କହା ହରି ବୋଲ।